আরে রাজা তুই যদি মতে নেওয়ার লাগি চাহুଛୁ তুই জোর জবরদস্তি মতে নেই নে পারু তোর যদি মতে পাইবার আছে তুই যা মোহ দধিনীকে দারু হইকরি মে ভাসু তুমি আর তুই মতে নেই দিব আশ্চর্যের কথা দেখুন সেদিন ইন্দ্রদ্যুম্ন রাজা যেতেবেলে গলে এবং মোহদধিরে দারু ভাସି করে আসুଥିଲା এবং দারুকে যেতেবেলে উঠাবার লাগি চেষ্টা কলে সে দারু নে উঠলা সেতেবেলে দারু উঠলা যেতেবেলে গোটে পটরে ইন্দ্রদ্যুম্ন আর আউ গোটে পটরে যেতেবেলে বিস্পাবসু অর্থাৎ গোটে পটরে শবর আর গোটে পটরে ব্রাহ্মণ দেখুন আপনি যে সামাজিক মানে প্রাসঙ্গিকতার কথা কହୁଥିଲେ ଏ ଗୋଟେ ସାମ୍ୟବାଦର କଥା ଯେ ଯେତେବେଳେ ଗୋଟେ ବ୍ରାହ୍ମଣଟି ଆଉ ଶବରଟେ ଏକାକି ହେଇଛନ୍ ଏକତ୍ରିତ ହେଇଛନ୍ ସେତେବେଳେ ଦାରୁଟା ସେନ ଉଠିଛି ତ ଜଗନ୍ନାଥ ସଂସ୍କୃତି ସବୁବେଳେ ଗୋଟେ ଆଜ୍ଞା ସମାନତାର କଥା କହେସି ସାମ୍ୟବାଦର କଥା କହେସି କାରଣ ଇନ ଦେଖ କାଠ ପଛେ କର ପ୍ରଭୁ ମତେ କର ରଥ କାଠ ମୋ ଉପରେ ବିଜେ କର ପ୍ରଭୁ ଜଗନ୍ନାଥ ଢାଲି ଦିଅ ନରେନ୍ଦ୍ରରେ ନେଇ ବଡ଼ଦାଣ୍ଡ ଧୂଳି ମତେ କର ହେ ଗୋସାଇଁ ହେ ପ୍ରଭୁ ସେ ବଡ଼ଦାଣ୍ଡ କିଞ୍ଚିତ ଧୂଳି ଟିକେ ମତେ କରିକି ରଖ ତମର ସାନ୍ନିଧ୍ୟ ଆମକୁ ମିଳୁ। ନମସ୍କାର ଓଡ଼ିଆ ଅସ୍ମିତାର ଗୋଟେ ସ୍ୱତନ୍ତ୍ର ଅଧ୍ୟାୟକେ ସ୍ୱାଗତ କରୁଛେ ଆମେ ସୁବ୍ରତ। ଆମେ ନିୟମିତ ଭାବେ ବିଭିନ୍ନ ପ୍ରସଙ୍ଗକେ ନେଇକରି ବିଭିନ୍ନ ବ୍ୟକ୍ତି ବିଶେଷ ସାଙ୍ଗେ ଆଲୋଚନା କରୁଛୁ। ଆମେ କିଛି ଦିନ ଆଗରୁ ମହାପ୍ରଭୁ ନରସିଂହନାଥଙ୍କର ବିଷୟରେ ଆଲୋଚନା କରିଥିଲା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଆଜ୍ଞା ସାଙ୍ଗେ। ବର୍ତ୍ତମାନ ପରିସ୍ଥିତି ଯେନ୍ଟା ଅଛି ରଥଯାତ୍ରାର ଲାଗି ପ୍ରସ୍ତୁତି ଚାଲିଛେ। ମହାପ୍ରଭୁ ଜଗନ୍ନାଥ ବର୍ତ୍ତମାନ ଜ୍ୱରରେ ପୀଡ଼ିତ ଅଛନ୍, ମାନବୀୟ ଲୀଳା କରୁଛନ୍। ସେ ଭିତରେ ଆମେ ଫେର ଥରେ ଆଲୋଚନା କର୍ମା। ଫେର ଥରେ ଆମର ସାଙ୍ଗେ ଅଧ୍ୟାପକ ସଂସ୍କୃତି ଗବେଷକ ସୁଶାନ୍ତ ମିଶ୍ର ଯୋଡ଼ି ହଉଛନ୍, ତାଙ୍କୁ ସ୍ୱାଗତ କର୍ମା। ଆଜ୍ଞା ଆପଣଙ୍କୁ ଓଡ଼ିଆ ଅସ୍ମିତାରେ ସ୍ୱାଗତ କରୁଛୁ। ଫେର ଥରେ ନମସ୍କାର। କେନ୍ତା ଅଛନ୍ ଆଜ୍ଞା? ବଢିଆ, ଭଗବାନଙ୍କର ଆଶୀର୍ବାଦ, ଜଗନ୍ନାଥଙ୍କର ଆଶୀର୍ବାଦ। ତ ବର୍ତ୍ତମାନ ଜଗନ୍ନାଥକୁ ଜ୍ୱର ଆଣୁଛେ ନିଶ୍ଚିତ ଭାବେ ଆଜ୍ଞା, କାରଣ ମାନବୀୟ ଲୀଳା ଉପରେ କିଛି ଆମେ କହିପାରମା। ଆମେ ତ ଆଗରୁ ନିଶ୍ଚୟ ଆଜ୍ଞା ନରସିଂହନାଥର ଉପରେ କହିଛୁ, ସଂକ୍ଷିପ୍ତ ପରେ ଗୋଟେ ଏପିସୋଡ କରିଛୁ। ଆଜି ସୌଭାଗ୍ୟ ଯେ ଆମେ ଜଗନ୍ନାଥଙ୍କ ରୂପରେ ଆଜି କଥା ହେମା। ଆଜ୍ଞା କଦାଚିତ୍ କାଳିନ୍ଦୀ ତଟ ସଙ୍ଗୀତ ବିପିନ କରବୁ ମୃଦାଧିବି ନାରୀ ବଦନ କମଳା ସ୍ୱାଦ ମଧୁପ ରମା ଶମ୍ଭୁ ବ୍ରହ୍ମ ମରପତି ଗଣେଶାର୍ଚିତ ପଦ ହେ ଜଗନ୍ନାଥ ସ୍ୱାମୀ ପ୍ରଭୁ ନୟନ ପଥଗାମୀ। ଆଜ୍ଞା ଏ ଜଗନ୍ନାଥ ସଂସ୍କୃତିଟା କାଣା? ଦେଖୁন ଅନନ୍ତ ସୃଷ୍ଟି ରହସ୍ୟ ଭିତରେ ଜଗନ୍ନାଥ ଆଉ ବଡ଼ ରହସ୍ୟ। ଜନ ଚେତନା ଏବଂ ଉପାସନାର ପଦ୍ଧତିରେ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଦେବତା। ଆଜ୍ଞା ଆମେ ଜଗନ୍ନାଥ ସଂସ୍କୃତିର କଥା ଯେତେବେଳେ କହୁଛୁ ନିଶ୍ଚିତ ଭାବେ ଓଡ଼ିଶାରେ ଓଡ଼ିଆ ଜାତିରେ ପ୍ରତ୍ୟେକ ଲୋକଙ୍କର ପ୍ରାଣ ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। ଆଜ୍ଞା ଏବଂ ଯେହେତୁ ଜଗନ୍ନାଥଙ୍କର ମାନବୀୟ ଲୀଳା ବୋଲିକରି ଜଗନ୍ନାଥଙ୍କ ଠାରେ ପରିକଳ୍ପନା କରାଯାଏସି। ଆଜ୍ଞା ସେ କ୍ରମରେ ଜଗନ୍ନାଥଙ୍କର ସଂସ୍କୃତି ଆମର ସମସ୍ତଙ୍କର ପ୍ରାଣ ଭିତରେ, ମନ ଭିତରେ, ମାଟି ଭିତରେ, ଅଞ୍ଚଳ ଭିତରେ ପ୍ରତିଫଳିତ ହେଇଛି। ଆଜ୍ଞା ଏବଂ ବୈଷ୍ଣବ ସଂସ୍କୃତି, ଜଗନ୍ନାଥଙ୍କ ସଂସ୍କୃତି ଆମ ଲାଗି ନିଶ୍ଚୟ ଗୋଟେ ସ୍ୱତନ୍ତ୍ର ଅଧ୍ୟାୟ ବହନ କରିଛି। ନିଶ୍ଚିତ ଭାବେ ଆଜ୍ଞା ଜଗନ୍ନାଥ ରହସ୍ୟମୟ ଦେବତା। ଆଜ୍ଞା କାଣା ତାର କଥାର କିମ୍ବଦନ୍ତୀ କାଣା ଅଛି? ଆମେ ଆମର ସମ୍ବଲପୁରୀ କୌଶଳୀ ଭାଷାରେ କହିବା। ବଢିଆ ପ୍ରଶ୍ନ ପଚାରିଛ। ଆଜ୍ଞା ଯେ ଜଗନ୍ନାଥଙ୍କର କଥା ଯେତେବେଳେ ଆଲୋଚନା କରୁଛୁ କଥା କିମ୍ବଦନ୍ତୀରୁ ଆଜି ଆରମ୍ଭ କର୍ମା। ଯେହେତୁ ଆପଣ ପଚାରିଛ, ଆଜ୍ଞା ଦେଖୁନ ଗୋଟେ କଥା ମୁଇଁ କହିବାର ଲାଗି ଯିମି ଯେ ଜଗନ୍ନାଥଙ୍କର ଯେତେ କଥା କହିମା, ତାଙ୍କର ଯେତେ କେତେ ଗାଥା ଅଛେ, କେତେ କିମ୍ବଦନ୍ତୀ ଅଛେ, ଏଇଟା ଅସରନ୍ତି। ଅସରନ୍ତି। ନିଶ୍ଚିତ ଭାବେ ସେ ଭିତରୁ କାଣିଯାଏ ଟିକେ ବେତାର ମୁଇଁ ଆପଣମାନଙ୍କର ଉଦ୍ଦେଶ୍ୟରେ କହିମି, ଆଜି ଦର୍ଶକମାନଙ୍କର ଅଗଣି ଦର୍ଶକମାନଙ୍କର ଉଦ୍ଦେଶ୍ୟରେ କହିମି। ଆଜ୍ଞା ଏ ଗୋଟେ ସମୟ ଥିଲା ତ୍ରେତୟା ଯୁଗର କଥା। ଆଜ୍ଞା ରାମାୟଣ ଯୁଦ୍ଧ ସରିଯାଇଛେ ଆଜ୍ଞା ଆଉ ଏଇ ଟାଇମ୍କେ ଭଗବାନ ରାମଚନ୍ଦ୍ର ଯେନ୍ମାନେ ତାଙ୍କୁ ସହଯୋଗ କରିଥିଲେ, ସାହାଯ୍ୟ କରିଥିଲେ ଯୁଦ୍ଧରେ, ଅନେକ ଲୋକଙ୍କୁ ସେ ଖୁସି ହେଇକରି ବର ଦେଇଛନ୍। ଆଜ୍ଞା ଆଜ୍ଞା ଅଙ୍ଗଦଙ୍କୁ ବି ସେ ବର ପ୍ରଦାନ କରିଛନ୍। ଅଙ୍ଗଦ ସେନ କହୁଛନ୍, ହେ ପ୍ରଭୁ ଯଦି ଆପଣ ମୋତେ ବର ଦେବାର ଲାଗି ଚାହୁଁଛନ୍, ମୋତେ ଆପଣ ଏନ୍ତା ବର ଦଉଁ କି ମୁଇଁ ସବୁଦିନ ଆପଣଙ୍କର ଭକ୍ତ ହେଇକରି ରହିଥିବି, କିନ୍ତୁ ମୁଇଁ ମୋର ପିତୃ ହତ୍ୟାର ପ୍ରତିଶୋଧ ନେବି। ଆଜ୍ଞା ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହେଇଛନ୍। ଦୁଇଟା କଥା ହେଲା ସେଠି। ଯୋଉଟେ କଥା ହେଲା ଆଜ୍ଞା ଆରେ ପିତୃ ହତ୍ୟାର ପ୍ରତିଶୋଧ ଅର୍ଥାତ୍ ଅଙ୍ଗଦଙ୍କର ବାପା ହଉଛନ୍ ବାଲି। ଆଜ୍ଞା ବାଲିକେ ମାରିଛନ୍ ରାମଚନ୍ଦ୍ର, ଆଜ୍ଞା ଅର୍ଥାତ୍ ସେ ଭଗବାନଙ୍କର ପ୍ରତିଶୋଧ ନେବେ, ଫେର ତାଙ୍କର ଭକ୍ତ ହେଇକରି ରହିଥିବେ। ଆଚ୍ଛା ତାର ସତ୍ତ୍ୱେ ମଧ୍ୟ ରାମଚନ୍ଦ୍ର এই କଥା ଭାବିକରି ଆଜ୍ଞା ସେ ତଥାସ୍ତୁ କରିଥିଲେ ସେଦିନ। ଆଜ୍ଞା ଅନେକ କାଳ ଅତିକ୍ରାନ୍ତ ହେଲା ପରେ ତାପରେ ଆସିଥିଲା
ଦ୍ୱାପର ଯୁଗ ଆସିଥିଲା, ଆଜ୍ଞା ମହାଭାରତ ଯୁଦ୍ଧ ସରିଯାଇଛି। ଆଜ୍ଞା ଆଉ ଯେତେବେଳେ ଆଜି ତାଙ୍କର ମାନବୀୟ ଲୀଳା ସାରିକରି ଭଗବାନ ଶ୍ରୀକୃଷ୍ଣ ବିଦାୟ ନେବେ, ଆଜ୍ଞା ସିଏ ଯେତେବେଳେ ଶୟନ କରିଛନ୍, ଆଉ ଏଇ ଟାଇମ୍କେ ଆମେ ସମସ୍ତେ ଜାଣିଛୁ ଯେ ଜାରା ସବର ସେ ଯୋଉରେ ହରିଣର ପାଦ ବୋଲିକରି ସ୍ୱର ପିନ୍ଧିଥିଲା ସେଦିନ। ଆଜ୍ଞା ଆଉ ଯେତେବେଳେ ଭଗବାନଙ୍କର ପାଦରେ ସ୍ୱର ଲାଗିଛି ସେ ସମୟରେ ଜାରା ସବର ଦୌଡ଼ି ଯାଇଛି, ଆରେ ମୁଁ ପାଇଗଲି, ଆଜି ମୋର ଶିକାର ପାଇଗଲି। ଦେଖିଦେଇଛି ଭଗବାନ ଶ୍ରୀକୃଷ୍ଣ ସେନ ତାଙ୍କର ପାଦରେ ସ୍ୱର ବିନ୍ଧି ହେଇଯାଇଛି। ସେନ ସେ ଚିତ୍କାର କରି ଉଠିଛେ, ସେ ତାକେ ଚତୁର୍ଦିଗ ଅନ୍ଧକାର ଲାଗିଛି। ଆଉ ସେନ ସେ କହିଛେ, ହେ ପ୍ରଭୁ ଭଗବାନ, ଯାହାଙ୍କର ପାଦ ପାଇବାର ଲାଗି ଇନ୍ଦ୍ର ଚନ୍ଦ୍ର ରୁଦ୍ର 33 କୋଟି ଦେବତା ପ୍ରାର୍ଥନା କରିଛ, ଆଜି ମୋର କେଡ଼େ ହତଭାଗ୍ୟ ଯେ ମୁଇଁ ଆପଣଙ୍କର ପାଦରେ ସ୍ୱର ପିନ୍ଧିଦେଲି। ହସି ଚାଲିଛି, ଆଜ୍ଞା କହୁଛନ୍ ଆରେ ଭୁଲି ଯାଉଛୁ ତୁଇ, ଆଜ୍ଞା তুই তোর কর্তব্য করিছু, তুই এটা তোর ভুল নয়, সে এটা তোর, এটা মোর কর্মফলর নয়, প্রায়শ্চিত করছে। আর সেদিন আজি বি তুই মোর ভক্ত হো, অর্থাৎ সে পূর্বজন্মর তাঙ্কর বড়টা সতে প্রতিফলিত হয়েছে কি আজি বি সে ভক্ত ভাবে তাকে আহরি নেইছন, অথচ ভগবান শ্রীকৃষ্ণଙ୍କର মৃত্যুর কারণ সাজিছন যারা সবল। ଆଉ ଟିକେ ମୁଇଁ ଆଗକେ ନେମି। ଆଜ୍ଞା କିଛି ଦିନ ପରେ ତାପରେ ଯେତେବେଳେ ସମୟ ଅତିବାହିତ ହେଇଛି, କଲିଯୁଗ ପଳେଇ ଆସିছে। ଆଜ୍ଞା ଭଗବାନ ଶ୍ରୀକୃଷ୍ଣଙ୍କର ବିପର୍ଯ୍ୟିତ ଶରୀରକେ ଯେତେବେଳେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀରକେ ବିଶ୍ୱାବସୁ ପାଇছে, আর সে শবর বিশ্বাবসু শবর তাহাকে যেতেবেলে জঙ্গল ভিতরে রখিকরি সে নীলমাধব, কারণ নীলবর্ণ ধারণ করিଥିବା নীলমাধবর উপরে তাহাকে যেতেবেলে পূজা করুছে, তৎকালীন রাজা ইন্দ্রদ্যুম্ন এই খবর পাইছন এ গোটে শবর পল্লীরে বা গোটে শবর গোটে অখ্যাত জঙ্গল ভিতরে সে ভগবান শ্রীকৃষ্ণকে পূজা করছে। এবং তাঙ্কর মন ভিতরে সে গোটে বৈষ্ণবঙ্কর ভক্ত ଥିଲେ, সে বি ভগবানଙ୍କର ভক্ত ଥିଲେ। ତାଙ୍କୁ ଇଚ୍ଛା ଲାଗିଛି ଯେ ସେ ମାନେ ତାଙ୍କୁ ଉଦ୍ଧାର କରିକରି ଭଗବାନଙ୍କୁ ଅଣାଯାଇ ପାରତା আর সর্বসম্মুখে স্থাপিত করা যায়। এবং সে গোটে যোজনা মুতাবক সেদিন বিদ্যাপতি জনে ব্রাহ্মণ লোকଙ୍କୁ পঠাইছন সেদিকে। আর আমি সমস্তে জানিছু, দর্শক বন্ধু, এই কাহিনীটা সমস্তে জানিছু যে বিদ্যাপতি যেতেবেলে যাইকরি পৌঁছিছে বিশ্বাবসুর পল্লীরে পৌঁছিছে, শবর পল্লীরে পৌঁছিছে, সেটা বিশ্বাবসুর ঝিও ললিতা সঙ্গে তার প্রেম প্রণয়ের আবদ্ধ হয়েছে। এবং সে কিছুদিন পরে কহিছে যে ললিতা, তুই মতে টিকে সে জায়গা দেখাই দেই পারবু যেনকে প্রতিদিন তোর বাপা যাচ্ছন। ললিতা সেন প্রতিজ্ঞাবদ্ধ হয়েছে, ওর তাহাকে নেইছে, কিন্তু গোটে শর্তরে নেইছে যে আখিরে মু গোটে কলাপটি বাঁধি দেবে। বিদ্যাপতির আখিরে কলাপটি বন্ধা হয়েছে, তাহাকে নেইছে জঙ্গল ভিতরকে নেইছে। কিন্তু বিদ্যাপতি বি সে বি খুব গোটে চালাক লোক করছিলে, সে হাতরে কাଣା করলে সূর্য মুঠি ধরিଥିଲେ আর সূর্য গুলো পকাতিল পকে পকে গলে। তারপরে যেতেবেলে পকে পকে গলে আগে গলে দেখলে যে সে ভগবানଙ୍କର দর্শন কলে, ফিরি আসলে নিজের ফের মানে অঞ্চলকে ফিরি আসলে। এবং কিছু দিন পরে সে রাজাঙ্কু কহিলে, এবং সে সূর্য যে পকাইছিলে এটা সেটা যেতেবেলে বড় গছ হয়ে যাইছে, সেনু সে রাস্তা পাই যাইছ। আর ইন্দ্রদ্যুম্ন যেগুলি সেনু মানে আক্রমণ করিছন আর ভগবানকে উদ্ধার করবার চেষ্টা করছন। কিন্তু আশ্চর্যের কথা ভগবানଙ୍କର ନାହିଁ। তো আজ্ঞା এটা কিংবদন্তি কথা হଉଥିଲା, আমার দৈনন্দিন জীবନରେ জগন্নাথ সংস্কৃতির কাଣା প্রভাব? নিশ্চিত ভাবে আজ্ঞা মুই যেন কিংবদন্তি কହୁଥିଲି, এই কিংবদন্তির উপসংহারରୁ ଆମେ ସାମାଜିକ ଚେତନାକେ ଆସିପାରମା। নিশ্চিত ସେନ ଭଗବାନ ସେଦିନ କାଣା କଲେ, ତାଙ୍କୁ ଗୋଟେ ସ୍ୱପ୍ନାଦେଶ ଦେଲେ, ଆରେ ରାଜା তুই যদি মতে নেওয়ার লাগি চাহুଛୁ, তুই জোর জবরদস্তি মতে নেই নে পারো। আজ্ঞা তোর যদি মতে পাইবার আছে, তুই যা মোহদধিনীকে দারু হইকরি মে ভাসু তুমি, আজ্ঞা আর তুই মতে নেই যাব। আশ্চর্যের কথা দেখুন, সেদিন ইন্দ্রদ্যুম্ন রাজা যেতেবেলে গলে এবং মোহদধিরে দারু ভাসিকরি আসুଥିଲା, এবং দারুকে যেতেবেলে উঠাবার লাগি চেষ্টা কলে, সে দারু নে উঠলা। সেতেবেলে দারু উঠলা যেতেবেলে গোটে পটরে ইন্দ্রদ্যুম্ন আর আউ গোটে পটরে যেতেবেলে বিশ্বাবসু, অর্থাৎ গোটে পটরে শবর আর গোটে পটরে ব্রাহ্মণ। দেখুন আপনি যেন সামাজিক মানে প্রাসঙ্গিকতার কথা কହୁଥିଲେ, ଏ ଗୋଟେ ସାମ୍ୟବାଦର କଥା ଯେ ଯେତେବେଳେ ଗୋଟେ ବ୍ରାହ୍ମଣଟି ଆଉ ଶବରଟେ ଏକାକି ହେଇଛନ୍, ଏକତ୍ରିତ ହେଇଛନ୍, ସେତେବେଳେ ଦାରୁଟା ସେନ ଉଠିছে। ତ ଜଗନ୍ନାଥ ସଂସ୍କୃତି ସବୁବେଳେ ଗୋଟେ ଆଜ୍ଞା ସମାନତାର କଥା କହେସି, ସାମ୍ୟବାଦର କଥା କହେସି। କାରଣ ଏନ ଦେଖୁନ୍ ଜଗନ୍ନାଥ ସଂସ୍କୃତିରେ ଆପଣ ସମସ୍ତେ ଜାଣିଥିବେ ଯେ ମାନେ ଗଜପତି ରାଜା ଛେରା ପହରା କରସନ୍, ସେ ଗୋଟେ ରାଜା, ସେ ରାଜା, କିନ୍ତୁ ସେ ଛେରା ପହରା କଲେ ଯେ ଜଗନ୍ନାଥଙ୍କର ପହଣ୍ଡି ବିଜୟ ଆରମ୍ଭ ହଉଛି। ଲଳିତା ବିଦ୍ୟାପତି କଥା দেখুন, ললিতা গোটে শবর কন্যা, কিন্তু বিদ্যাপতি গোটে ব্রাহ্মণ, অর্থাৎ গোটে শবর ব্রাহ্মণ, গোটে আদিবাসী, গোটে অণ আদিবাসী, এটার যেন সম্পৃক্তি হচ্ছে। তো জগন্নাথ চেতনা নিশ্চিত ভাবে গোটে সাম্যবাদ, জাতি প্রথা কে বি জাতি প্রথা নিশ্চয়
ଆଜ୍ଞା ତ ଏଇଟା ହଉଛି ଆମର ଭେଦଭାବ କେ ବି ଦୂର କରୁଛି ହଁ ହଁ ସଂହତି କଥା କହେସି, ଆଜ୍ଞା ଜାତି ପ୍ରଥାର କଥା କହେସି, ଆଜ୍ଞା ଭାଇଚାରାର କଥା କହେସି, ଗୋଟେ ଏକତ୍ରୀକରଣର କଥା କହେସି ଜଗନ୍ନାଥ ସଂସ୍କୃତି। ନିଶ୍ଚିତ ଭାବେ ଆଜ୍ଞା। ତ ଆମର ଦାରୁ ଦେବତା ସିଦ୍ଧାନ୍ତ ଆଉ ଜଗନ୍ନାଥ ସଂସ୍କୃତି ଭିତରେ କେତେ ତାଲମେଲ? ନିଶ୍ଚୟ ତାଲମେଲ ଅଛେ। ଦେଖୁন ଆମେ ଜାଣିଥିବା ଯେ ଆମର ସଂସ୍କୃତି ହିଁ ହଉଛି ଗୋଟେ ଦାରୁର ସଂସ୍କୃତି। ମନୁଷ ମାନେ ମନୁଷ ବି ଯେତେବେଳେ ଜଙ୍ଗଲରେ ରହୁଥିଲା ସେ ବୋଧେ ପହଲା କାହାକେ ଚିହ୍ନିଛେ ବେଲେ ଯେନୁ କିଛି ପାଇଛେ ଗଛ ଖୁଣ୍ଟ ହଁ ନିଶ୍ଚିତ ଭାବେ ସେ ମାଟିରୁ ପାଣିରୁ ପବନରୁ କିଛି ପାଇଛେ, ସେ କ୍ରମରେ ଦାରୁରୁ କିଛି ପାଇଛେ। ଆଜ୍ଞା କାରଣ ଦାରୁରୁ ମାନେ ବୃକ୍ଷରୁ ଫଳମୂଳ ପାଇଛେ, ବୃକ୍ଷର ଛାଇ ପାଇଛେ, ବୃକ୍ଷରୁ ବଲକଲ କରିକି ଛାଲି କରିକି ପିନ୍ଧିଛେ, ତାର ପତ୍ର ବ୍ୟବହାର କରିଛେ। ଆଜ୍ଞା ଏବଂ ସାଧାରଣ ଭାବେ ଯିଏ ଆମକୁ ଦେଶୀ ଆଜ୍ଞା ସେ ଦେବତା ଆଜ୍ଞା ଏବଂ ତାର ଆଗରେ ଆମର ମୁଣ୍ଡଟା ନୁହେଁ ଯାଏସି। ଆଜ୍ଞା ସେ କ୍ରମରେ ମଣିଷର ମୁଣ୍ଡ ଯଦି ପ୍ରଥମେ କାହାର ଆଗରେ ନୁହେଁଥିଲା ସେଟା ହଉଛି ଦାରୁ। ସେହି କାରଣରୁ ଆମର ବିଶେଷତଃ ପଶ୍ଚିମ ଓଡ଼ିଶାର କଥା ଆମେ କହିବି, ଆପଣମାନେ ଦେଖିଥିବେ ଯେ ଡାଲଖାଇରେ ଆମେ ଦାରୁକେ ପୂଜା କରସୁଁ, ନିଶ୍ଚିତ ଭାବେ କରମସାଲିରେ ଆମେ ଦାରୁକେ ପୂଜା କରୁଛୁ। ନିଶ୍ଚିତ ଭାବେ ଆମେ ବର୍ତ୍ତମାନ ଏପରିକି ଆପଣ ଦେଖିଥିବେ ଯେ ସମଲେଇ ଗୋଟେ ଖୁଣ୍ଟାର ପରିକଳ୍ପନା ଥିଲା, ଗୋଟେ ସମଲେଇ ଖୁଣ୍ଟା ଗାଁ ମାନଙ୍କୁ ଗଢ଼ାଯାଉଥିଲା। ଆଜ୍ଞା ଆଉ ଯଦି ମନ୍ଦିରର ଜଗନ୍ନାଥ ବଲଭଦ୍ର ସୁଭଦ୍ରାର କଥା ଦେଖବା ସେମାନେ ବି ଦାରୁ ଦେବତା। ତ ସେଥିର୍ଲାଗି ଦାରୁ ଯେନ୍ ଦାରୁଟା ଗୋଟେ ଦାରୁ ବି ଗୋଟେ ସମସ୍ତଙ୍କୁ ସମାନ ନଜରରେ ତାର ଫଳ ଫୁଲ ଖାଦ୍ୟ ଅକ୍ସିଜେନ ଆଦି ବିତରଣ କରିଥିସି। ଦାରୁରୁ ତିଆରି ହେଉଥିବା ଦାରୁ ଦେବତା ବି ତ ସାମ୍ୟବାଦର କଥା କହିବେ, ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସେଥିଲାଗି ଜଗନ୍ନାଥ ସଂସ୍କୃତି ହିଁ ଗୋଟେ ସମାନତା। ତ ସମାଜକେ ଏଇଟା କାଣା ବାର୍ତ୍ତା ଦଉଛି ଆଜ୍ଞା? ନିଶ୍ଚିତ ଭାବେ ଦେଖୁନ୍ ଆଉ ଗୋଟେ କଥା ମୁଁ ଏଇ ଜାଗାରେ କହିବାର ଲାଗି ଯେ ସମାଜ ଲାଗି ତ ଅନେକ କିଛି ବାର୍ତ୍ତା ଅଛି। ଆଜ୍ଞା ବୋଧ ହୁଏ ଗୋଟେ କଥା ଦେଖମା ଯେ ଜଗନ୍ନାଥ ଯଦି ବେଶୀ କାହାକେ ଭଲ ପାଏସନ୍, ତୁଳସୀକେ ଭଲ ପାଏସନ୍, ଆଜ୍ଞା ଚନ୍ଦନକେ ଭଲ ପାଏସନ୍, ଆଜ୍ଞା ଫୁଲକେ ଭଲ ପାଏସନ୍, ଆଜ୍ଞା କାରଣ ଏଇ ସବୁ ମାଧ୍ୟମରେ ଆମେ ଜଗନ୍ନାଥଙ୍କୁ ପୂଜା କରୁଛୁ। ଇତାର ପ୍ରକୃତିରୁ ଯେନ୍ଟା ମିଳୁଛି ଇତାର ଅର୍ଥ ନୁହେଁ ତ ଜଗନ୍ନାଥ ହିଁ ସାରା ବିଶ୍ୱକେ ପ୍ରକୃତିମୟ କରବାର ସିଦ୍ଧାନ୍ତ ନୁହେଁ ତ ନିଶ୍ଚିତ ଭାବେ କହିମା ଆଜ୍ଞା ଯେ ଗୋଟେ ପ୍ରକୃତିମୟ କରବାର ସିଦ୍ଧାନ୍ତ ଏଇଟା ଗୋଟେ କଥା ଗଲା। ଆଜ୍ଞା ଦୁଇ ନମ୍ବର କଥା ଗଲା ଯେତେବେଳେ ଆମେ ଆପଣ ଦେଖୁନ୍ ମନ୍ଦିରରେ ଜଗନ୍ନାଥ ବଲଭଦ୍ର ସୁଭଦ୍ରା ଅଛନ୍, ଆଜ୍ଞା ତିନି ଜଣଙ୍କ ରଙ୍ଗ ଅଲଗା ଅଲଗା ରଙ୍ଗ। ନିଶ୍ଚିତ ଭାବେ ଆଚ୍ଛା ଯଦି ସମାଜରେ ଗୋରା ଲୋକ ବଲଭଦ୍ର ଯେନ୍ଟା ଗୋରା ରଙ୍ଗ ତାଙ୍କର ରହୁଛେ, ଜଣଙ୍କର ହଳଦୀ ଗୁହିଁ ରଙ୍ଗ ରହୁଛେ ସୁଭଦ୍ରା ଦେବୀଙ୍କର, ଜଗନ୍ନାଥଙ୍କର କୃଷ୍ଣ କାୟ ରଙ୍ଗ ରହୁଛେ, ତ ଯଦି ସମାଜରେ ବି ବିଭିନ୍ନ ରଙ୍ଗର ଲୋକ ଅଛନ୍ତି ଆଜ୍ଞା, ଯଦି ସମାଜର ସବୁ ବର୍ଗର ଲୋକ ଏକତ୍ରିତ ହେବେ ଜଗନ୍ନାଥ କାଣା ଏଇ ବାର୍ତ୍ତା ନାଇଁ ଦେବାର କି ମନ୍ଦିର ଭିତରେ ତିନି ଠାକୁର ଅଲଗା ଅଲଗା ରଙ୍ଗର ରହିକରି, ଆଜ୍ଞା ତ ନିଶ୍ଚିତ ଏଇଟାକେ ବି ଆମେ କହିପାରମା। ତ ଆଉ ଗୋଟେ ପ୍ରଶ୍ନ କି ଆସମା ଆଜ୍ଞା, ମହାପ୍ରଭୁଙ୍କର ଅନେକ ଗୁପ୍ତ ସେବା ଅଛି ଆଜ୍ଞା କିନ୍ତୁ ଯେତେବେଳେ ସେ ସ୍ନାନ କରୁଛନ୍ ସର୍ବସମ୍ମୁଖରେ କରୁଛନ୍ ସମସ୍ତଙ୍କର ସାମ୍ନାରେ। ହଁ ନିଶ୍ଚୟ ଆଜ୍ଞା ଦେଖୁନ୍ ଭଗବାନଙ୍କର ଲୀଳା ହିଁ ହଉଛି ସବୁବେଳେ ଗୋଟେ ମାନବୀୟ ଲୀଳା ଆଜ୍ଞା ଏବଂ ମାନବୀୟ ଲୀଳା ଏଥିର୍ ଲାଗି ଯେ ଆମେ ଭଗବାନଙ୍କୁ ଗୋଟେ ମଣିଷ ମାନେ ଭାବନା କରୁଛୁ ବୋଲିକରି ମଣିଷଙ୍କ ପ୍ରତ୍ୟେକ ଜିନିଷ ଭଗବାନଙ୍କ ଠାନେ ଆମେ ସଂରକ୍ଷିତ କରିଥିସୁ। ଆଜ୍ଞା ସେ କ୍ରମରେ ଦେଖମା ଯେ ଅନେକ ଗୁପ୍ତ ମାନେ ତାଙ୍କର ନୀତିକାନ୍ତି ଥିଲେ ବି ସ୍ନାନ ମଣ୍ଡପରେ ଭଗବାନଙ୍କୁ ଯେତେବେଳେ ଦର୍ଶନ କରସନ୍ କୋଟି ଜନ୍ମର ପୁଣ୍ୟ ଲାଭ କରାଯାଇଥିସି ବିଶ୍ୱାସ ପରିକଳ୍ପନା ଲୋକମାନଙ୍କର ରହିଛି। ଆଜ୍ଞା ଏବଂ ସବୁବେଳେ ଭଗବାନଙ୍କର ଗୋଟେ ଇଚ୍ଛା ଦେଖୁନ୍ ଯେ ଭକ୍ତଙ୍କୁ ଭକ୍ତ ପାଖେ ବନ୍ଧା ପଡ଼ବାଟା। ଆଜ୍ଞା ଆପଣ ଦେଖିଥିବେ ଯେ ଭଗବାନ ନିଜେ ଭକ୍ତନକେ ପଳେଇ ଆସନ୍, ଦାସିଆ ବାଉରୀ ହାତ ନଡ଼ିଆ ନେଇଯାଇଛନ୍, ଆଜ୍ଞା ବନ୍ଧୁ ମହାନ୍ତିର ପ୍ରାର୍ଥନା ଶୁଣିଛନ୍, ଆଜ୍ଞା ସେ ଗଜକେ ଉଦ୍ଧାରଣ କରିଛନ୍, ଆଜ୍ଞା ସେ ମୃଗୁଣୀ ସ୍ତୁତି ଶୁଣିଛନ୍, ସେ ଗୌରୁଣୀର ପଛେ ଯାଇକରି ଆପଣଙ୍କର ଗୀତ ଗୋବିନ୍ଦ ଶୁଣିଛନ୍। ଆଜ୍ଞା ତ ଭଗବାନ ସବୁବେଳେ ପ୍ରତ୍ୟେକ ଜିନିଷ ଆମେ ଭାବସୁଁ ଗୁପ୍ତ ବୋଲିକରି ଭଗବାନଙ୍କର କିଛି ଗୁପ୍ତ ନୁହେଁ, ଭଗବାନଙ୍କର ସବୁ କିଛି ମାନେ ଉନ୍ମୁକ୍ତ। ତାର କାରଣ ଦେଖୁନ୍ ଭଗବାନ ବି ଯେତେବେଳେ ଛୋଟେ ଭୁଲ ଯଦି ବି ଲୁକିକରି କେନ କରିଥିବେ ଭଗବାନଙ୍କୁ ବି ଶାସ୍ତି ମିଳିଯାଏ ଆଜ୍ଞା। ଆପଣ ଲକ୍ଷ୍ମୀଙ୍କର କଥା ଦେଖୁନ୍ ନିଶ୍ଚିତ ଯେ ସେ ଲକ୍ଷ୍ମୀଙ୍କୁ ଥରେ ଟାହି ଟାପରା କରିଦେଲେ କାହିଁ ତୁଇ ଚାଣ୍ଡାଲୁଣି ଘରକେ ଗଲୁ ବୋଲିକରି 12 ବର୍ଷ ତକ ଭଗବାନଙ୍କୁ ଆଉ ଅନ୍ନ ପାଣି ନେବେ। ତ ଆଜ୍ଞା ତାରପରେ ସେଇ ମାନବୀୟ ଲୀଳା କଥା କହିମା ତାଙ୍କୁ ଜ୍ୱର ଆଣୁଛି ଆଜ୍ଞା ତ ଜ୍ୱର ଯେତେବେଳେ ଆଣୁଛେ ତାଙ୍କୁ ଫେର ଆୟୁର୍ବେଦର କଥା ଆସୁଛି ବିଲକୁଲ ତାଙ୍କୁ ସେଟା ସେ ବି ଫୁଲୁରି ପ୍ରକୃତିର ତେଲ କଥା। ଆରୁ ଆଜ୍ଞା ତାଙ୍କୁ ଯାହା ବି ଦିଆଯାଉଛି ଔଷଧ ଦିଆଯାଉଛି ଆଜ୍ଞା ଦଶମୂଳ ବିଷ୍ଟ ଦଶମୂଳ ବିଷ୍ଟ। କେନ୍ତୁରୁ ତିଆରି ଆଜ୍ଞା ମୁଇଁ ଯେନ୍ କଥା କହୁଥିଲି ଆଜ୍ଞା ପ୍ରକୃତିରୁ ତିଆରି ଆଜ୍ଞା ବୃକ୍ଷରୁ ତିଆରି ଦାରୁରୁ ତିଆରି ଦାରୁର ଦେବତାଙ୍କର ଔଷଧ ବି ଦାରୁ। ଏଇଟା ବି ଗୋଟେ ସମାଜକେ ବାର୍ତ୍ତା ଯାଉଛି ଯେ ଆୟୁର୍ବେଦ ବି ନିଶ୍ଚୟ ବାର୍ତ୍ତା ଯାଉଛି ଆଜ୍ଞା। ବର୍ତ୍ତମାନ
ଆମେ ଯେତେ ଅତ୍ୟାଧୁନିକ ବିଜ୍ଞାନ ଯେତେ ଆଗକେ ଗଲେ ବି ଫେର ଥରେ ଆମେ ଦେଖୁନ୍ ଦାରୁର ବିକଳ୍ପ କିଛି ନାହିଁ କେନ୍ସି ଫଳମୂଳ କେନ୍ସି ମିଲ୍ ଫ୍ୟାକ୍ଟ୍ରିରେ ତିଆରି ନାଇଁ ହୁଏ ଆଜ୍ଞା ଅକ୍ସିଜେନ ଏଜିନ୍ ପର୍ଯ୍ୟନ୍ତ କେହି ଆବିଷ୍କାର ନାଇଁ କରବାର ଦେଖ ସେଥିର୍ ଲାଗି ଔଷଧର କଥା ବି ଯେତେବେଳେ ଚିନ୍ତା କର୍ମା ଆମର ମୂଳ ଉଷ ହିଁ ଜଡ଼ିବୁଟିଏ ଆଜ୍ଞା ମୂଳ ଉଷ ହିଁ ଆମର ଚେରି ମିଳି ଔଷଧ ସେଥିର୍ଲାଗି ଭଗବାନ ସେ ଔଷଧ ମାଧ୍ୟମରେ ତାଙ୍କର ଜ୍ୱରରୁ ସେ ଉପଶମ ହେଇଥିସି। ଧନ୍ୟବାଦ ଆଜ୍ଞା ଗୁଡେ କମ୍ ଆଜ୍ଞା ବହୁତ ଗୁଡେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଆମେ ରଥଯାତ୍ରା ଭିତରେ ନିୟମିତ ଭାବେ ଏନ୍ତା ଗୋଟେ ଗୋଟେ ଏପିସୋଡ କର୍ମା ନିଶ୍ଚୟ ଆଜ୍ଞା ତ ଆଜି କାର୍ଯ୍ୟକ୍ରମ କେ ଇନ ରଖ୍ମା ନିଶ୍ଚୟ ଆଉ ଦର୍ଶକ ମାନଙ୍କୁ ରଥଯାତ୍ରାର ଶୁଭେଚ୍ଛା ଦେଇକରି କାର୍ଯ୍ୟକ୍ରମ ନିଶ୍ଚୟ ସମସ୍ତଙ୍କୁ ମୋର ଶୁଭେଚ୍ଛା ମୁଇଁ କହିମି ମୁଇଁ ଫେର ଥରେ କହିମି ଆଜି ମୋର ପରମ ସୌଭାଗ୍ୟ ସେ ଦାରୁ ଦେବତାଙ୍କର ବିଷୟରେ ଆଜି ଆମେ ଆଲୋଚନା କଲା ଆସୁନ୍ ଭକ୍ତ ଭଗବାନ କେହି କାହାର ଠାନୁ ଅଲଗା ନୁହେଁ ଗୋଟେ କଥାରେ ଅଛି କାଠ ପଛେ କର ପ୍ରଭୁ ମତେ କର ରଥ କାଠ ମୋ ଉପରେ ବିଜେ କର ପ୍ରଭୁ ଜଗନ୍ନାଥ ପାଣି କଲେ ଢାଲି ଦିଅ ନରେନ୍ଦ୍ରରେ ନେଇ ବଡ଼ଦାଣ୍ଡ ଧୂଲି ମତେ କର ହେ ଗୋସାଇଁ ହେ ପ୍ରଭୁ ସେ ବଡ଼ଦାଣ୍ଡ କିଞ୍ଚିତ ଧୂଲି ଟିକେ ମତେ କରିକି ରଖ ତମର ସାନ୍ନିଧ୍ୟ ଆମକୁ ମିଳୁ ସମସ୍ତ ଭକ୍ତଙ୍କର ସମାଜର ଶୁଭେଚ୍ଛା ହେଉ ଉତ୍ତରୋତ୍ତର ଉନ୍ନତି ହେଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ନମସ୍କାର ଜୁହାର।